ଭଣ୍ଡାରରେ ବସି ଭଣ୍ଡାରୀ ପୋଖରୀର ଯେଉଁ ଭାଇ ଭଉଣୀମାନେ ଅଛନ୍ତି ସେହିପରି ଭାବରେ ସ୍ନେହ ଶ୍ରଦ୍ଧା ଏବଂ ଉତ୍ସାହିତ କରୁଛନ୍ତି ବୋଲି ମୁଁ ଦ୍ୱିତୀୟ ଥର ପାଇଁ ଆସିଛି, ନହେଲେ ତ ଆସିନଥାନ୍ତି। ତାପରେ ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀର ଲଢ଼ିବାର ବହୁତ କାରଣ ଅଛି। ଗଲାଥର ତ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହେଇକି ଲଢ଼ିଗଲି। ଦ୍ୱିତୀୟରେ ମୋ ମନ ଭିତରେ ଗୋଟିଏ ଦୁର୍ବଳତା ଆସିଲା। ସେ ଦୁର୍ବଳତାଟି ହେଉଛି ଯେ ଆମର ପୂର୍ବପୁରୁଷମାନେ ବନ୍ତ ବ୍ଲକର ଲୋକ ଆମେ ଥିଲୁ। ଆମର ଧନ ସମ୍ପତ୍ତି ଜମିବାଡ଼ି ଏବେ ମଧ୍ୟ ରହିଛି। ଏବେ ମଧ୍ୟ ସେ ବନ୍ତ ବ୍ଲକର ଚାଉଳ ଖାଇକି ଆମେ ବଞ୍ଚୁଛୁ। ତେଣୁ ମୋ ମନ ଭିତରେ ଆସିଲା ଗୋଟିଏ ଯେ ଆମ ପୂର୍ବପୁରୁଷଙ୍କ ଜନ୍ମ ମାଟି ପାଇଁ କିଛି କରିବା, ସେଇ ଉଦ୍ଦେଶ୍ୟ ମୁଁ ଧାଇଁ ଆସିଥିଲି। ଏବଂ ସବୁଠୁ ଆଶ୍ଚର୍ଯ୍ୟ ହେଲା, ମୋତେ ଆହୁରି ଦୁର୍ବଳ କରିଦେଲା ଯେ ମୁଁ ଆସିନାହିଁ, ପ୍ରଚାର କରିନାହିଁ, କିଛି କରିନାହିଁ, ମୋତେ 62,000 ଭୋଟ ଦେଇଦେଲେ। ମୁଁ ସେଠୁ ଆହୁରି ଦୁର୍ବଳ ହେଇଗଲି ଏବଂ ସେଇଦିନ ଠାରୁ ଶପଥ ନେଇଥିଲି ଯେ ଜୀବନର ଅବଶିଷ୍ଟ ସମୟ, ରାଜନୈତିକ ଜୀବନ, ମୁଁ ଭଣ୍ଡାରୀ ପୋଖରୀ ନିର୍ବାଚନମାନଙ୍କ ସେବା କରିବି। ଖାଲି ଭଣ୍ଡାରୀ ପୋଖରୀ ପାଇଁ ନୁହଁ, ଭଦ୍ରକ ଜିଲ୍ଲା, ଆଜି ଭଦ୍ରକ ଜିଲ୍ଲା ଚରମ ଅବହେଳିତ ଜିଲ୍ଲା ହିସାବରେ ପରିଗଣିତ ହେଉଛି। ଆପଣମାନେ ସାମ୍ବାଦିକ ଭାଇମାନେ କ'ଣ କରୁଛନ୍ତି ମୁଁ କହିପାରିବି ନାହିଁ। ଏଠି ଯେଉଁମାନେ ରାଜନୈତିକ ନେତା ଅଛନ୍ତି, ଲୋକମାନେ ଭୋଟ ନେଉଛନ୍ତି, ସେମାନେ କ'ଣ ଲୋକଙ୍କ ପ୍ରତି ତାଙ୍କର ଯେଉଁ କର୍ତ୍ତବ୍ୟ, ନୈତିକ କର୍ତ୍ତବ୍ୟ ଅଛି, ସିଏ କ'ଣ କରୁଛନ୍ତି ମୁଁ କହିପାରିବିନି। ମୁଁ ଆଜି ସେମାନଙ୍କୁ ପ୍ରଶ୍ନ କରିବାକୁ ଚାହେଁ। ବୈତରଣୀ ନଦୀର ଡାହାଣ ପାର୍ଶ୍ୱ ବନ୍ଧ ଖୁବ୍ ମଜବୁତ ହେଇକି ତିଆରି ହେଉଛି, କଂକ୍ରିଟ୍ ହେଉଛି। ବାଁ ପାଖ ବନ୍ଧ କ'ଣ ହେଲା? ପଦରିକା କି ଦୋଷ କରିଥିଲେ? 40-45 କିଲୋମିଟର ଦୂରରେ ବାରିପଦାରେ ମେଡ଼ିକାଲ କଲେଜ ହେଲା, ବାଲେଶ୍ୱର ମେଡ଼ିକାଲ କଲେଜ ହେଲା। ଏ ଭଦ୍ରିକିଆ କ'ଣ ଭୁଲ କରିଥିଲେ? କେଉଁ ନିଆଁରେ ମୁତିଥିଲେ? ତାଙ୍କର କେହି ମେଡ଼ିକାଲ କଲେଜ ନାହିଁ। ମୁଁ ଯେତେବେଳେ ଶିଳ୍ପ ମନ୍ତ୍ରୀ ଥିଲି, 28 ବର୍ଷ ତଳେ ଧାମନଗର ଛକରେ 100 ଏକର ଜମି ଆବାଦ କରିଥିଲି ଏଠି ଚିନି କଳ କରିବା ପାଇଁ, ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ। 28 ବର୍ଷ ଚାଲିଗଲା, ଇଏ କ'ଣ ନିର୍ବାଚନ ପ୍ରତିଶ୍ରୁତି କରିଥିଲା ଯେ ବର୍ଷକୁ 2 ଲକ୍ଷ ପିଲାକୁ ଚାକିରି ଦେବ ବୋଲି। ଯଦି ତ ବର୍ଷକୁ 2 ଲକ୍ଷ ପିଲାକୁ ଚାକିରି ଦେଇଥାନ୍ତେ, ତାହେଲେ ତ ଏତେବେଳକୁ 50 ଲକ୍ଷ ପିଲା ଓଡ଼ିଶାରେ ଚାକିରି ପାଇଯାଇଥାନ୍ତେ। 60 ଲକ୍ଷ ଯେମିତି ଦାଦନ ଶ୍ରମିକ ପାଇଁ ଓଡ଼ିଶାରୁ ଚାଲିଗଲେ, କୋଉଠି ପିଅନ, କୋଉଠି ଶ୍ରମିକ, କୋଉଠି ହୋଟେଲ, କୋଉଠି କ'ଣ ହେଇକି ରହିଛନ୍ତି। ପ୍ରସଙ୍ଗ ବହୁତ ଅଛି, ଭଦ୍ରକ ଜିଲ୍ଲା ପାଇଁ ପ୍ରସଙ୍ଗ ବହୁତ ଅଛି। ଜଳସେଚନ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା କରିଛନ୍ତି? ମୁଁ ଏଇ ଯେଉଁ ଧାନ ଆଦାୟ ବେଳେ ଦେଖିଥିଲି, ଗୋଟେ ପଞ୍ଚାୟତରେ 5% କାଟିନି ତ, ଆଉ ଗୋଟେ ପଞ୍ଚାୟତରେ 7% କାଟିନି। କିଏ କ'ଣ ଯାଜପୁରରେ କେତେ ଟଙ୍କା କାଟିନି ଓଦା ଜାଣିଛନ୍ତି? ଏଠି ନେତା ଶୂନ୍ୟ, ଜନସାଧାରଣଙ୍କର ସମସ୍ୟାକୁ ନେଇକି ତାକୁ ନ୍ୟାୟ ଦେବା, ଇଏ ବଡ଼ ଆଶ୍ଚର୍ଯ୍ୟ।